ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ 31 ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଶନିବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରବିବାର 5 ଜିଲ୍ଲାର ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା ଓ ନବରଙ୍ଗପୁରରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। 2.5 ଲକ୍ଷ ଯୁବବର୍ଗଙ୍କୁ ଦେଶରୁ ବିତାଡ଼ିତ କରିବ ଆମେରିକା, ତାଲିକାରେ ଅଧିକ ଭାରତୀୟଙ୍କ ନାମ। ଆମେରିକା ଯିବା ହେଉଛି ଅନେକ ଭାରତୀୟଙ୍କ ସ୍ୱପ୍ନ। ଅନେକ ଲୋକ ୱାର୍କ ଭିସା ନେଇ ଆମେରିକାରେ ବସବାସ କରୁଛନ୍ତି, ବିଶେଷ କରି ସେମାନଙ୍କ ପିଲାମାନଙ୍କର ଶିକ୍ଷା ପାଇଁ ଏଭଳି କରୁଛନ୍ତି। ତେବେ ବର୍ତ୍ତମାନ 2.5 ଲକ୍ଷରୁ ଅଧିକ ଯୁବବର୍ଗଙ୍କ ଉପରେ ନିର୍ବାସନର ଖଣ୍ଡା ଝୁଲୁଛି। ରିପୋର୍ଟ ଅନୁସାରେ ଆମେରିକା ଶୀଘ୍ର 2.5 ଲକ୍ଷରୁ ଅଧିକ ଯୁବବର୍ଗଙ୍କୁ ଘରକୁ ପଠାଇବାକୁ ପ୍ରସ୍ତୁତ ହେଉଛି। ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, 4 ଦିନରେ 6,000 ଖସିଲା ସୁନା। ସୁନା କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ, ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ଲଗାତାର ଖସୁଛି ସୁନାର ଦର। ବଜେଟ୍ ଆସିବାର 4 ଦିନ ମଧ୍ୟରେ 6,000 ଟଙ୍କା ଶସ୍ତା ହେଲା ସୁନା। ସେହିଭଳି ରୂପା ଦରରେ ମଧ୍ୟ 7,000 ଟଙ୍କା ହ୍ରାସ ଘଟିଛି। ବଜାରର ଏହି ମୂଲ୍ୟବାନ ଧାତୁର ବଢ଼ିଛି ଚାହିଦା। ପୂର୍ଣ୍ଣାଙ୍ଗ ବଜେଟ୍ ଉଭୟ ସୁନା ଏବଂ ରୂପା ଉପରେ ସୀମା ଶୁଳ୍କକୁ ହ୍ରାସ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ୟାରିସ୍ ଅଲିମ୍ପିକ୍ସ ସୁଟିଂରେ ଭଲ ଖବର ଦେଲେ ମନୁ ଭାକର। ପ୍ୟାରିସ୍ରେ ଚାଲିଥିବା ଅଲିମ୍ପିକ୍ସରୁ ଭାରତ ପାଇଁ ଭଲ ଖବର ଆସିଛି। ଯୁବ ମହିଳା ସୁଟର ମନୁ ଭାକର 10 ମିଟର ଏୟାର ପିସ୍ତଲ ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ ସେ ଭାରତ ପାଇଁ ପଦକ ଜିତିବାର ସୁଯୋଗ ସୃଷ୍ଟି କରିଛନ୍ତି। ଶନିବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ସେ ତୃତୀୟ ସ୍ଥାନରେ ରହିବାରୁ ଏପରି ସଫଳତା ପାଇଛନ୍ତି। ସେ 27ଟି ଇନର 10 ସଟ୍ ମାରିଛନ୍ତି। ଦିଲ୍ଲୀରେ ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତ 2 ଦିନ ହେଲା ଓଡ଼ିଶାରେ ଦେଖାଦେଇଛି ଆଳୁ ସଙ୍କଟ। ଏହି ସମସ୍ୟା ସମାଧାନ ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଆଜି ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ଦେଖାଦେଇଥିବା ଆଳୁ ସମସ୍ୟା ସମ୍ପର୍କରେ ସେ ମମତାଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ରାଜ୍ୟର ଅହେତୁକ ଦର ବୃଦ୍ଧି ଯୋଗୁଁ ସାଧାରଣ ଜନତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଶ୍ରୀ ମାଝୀ କହିଛନ୍ତି। ପ୍ରଥମ ଥର ୟୁକ୍ରେନ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ 2 ଦିନିଆ ଗସ୍ତରେ ରୁଷ ଯାଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ୟୁକ୍ରେନ ଗସ୍ତ କରିବେ। ଦିଲ୍ଲୀର ୟୁକ୍ରେନ ଦୂତାବାସର ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ମାସରେ ୟୁକ୍ରେନର ରାଜଧାନୀ କିଭ୍ ଗସ୍ତ କରିବେ ଏବଂ ସେଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବେ। ଆଳୁ ଦର ନିୟନ୍ତ୍ରଣ ପାଇଁ ଟାସ୍କ ଫୋର୍ସ ଗଠନ, ମାର୍କେଟକୁ ଯାଇ ଟିମ୍ର ଯାଞ୍ଚ। ଚାଷୀଙ୍କ ଆନ୍ଦୋଳନ ପରେ ଆଳୁର ଗନ୍ତାଘର ପଶ୍ଚିମବଙ୍ଗରେ ବି ବଢ଼ିଛି ଆଳୁର ଦର। ହେଲେ ଦର ନିୟନ୍ତ୍ରଣ ପାଇଁ ମମତା ସରକାର ନେଉଛନ୍ତି ଆଗୁଆ ପଦକ୍ଷେପ। ଦର ରୋକିବାକୁ ଗଠନ କରିଥିବା ଟାସ୍କ ଫୋର୍ସ ମାର୍କେଟ ଓ ବଜାରକୁ ଯାଇ 30 ଟଙ୍କାରୁ ଅଧିକ ଦରରେ ଆଳୁ ନ ବିକିବାକୁ ତାଗିଦ କରିଛନ୍ତି। ଅଧିକ ଦର ନେଲେ ଲକଅପ୍କୁ ପଠାଇ ଦିଆଯିବ ବୋଲି କହିଛନ୍ତି। ଏଥିସହ ଅନ୍ୟ ରାଜ୍ୟକୁ ଆଳୁ ଟ୍ରକ୍ ନ ଛାଡ଼ିବା ଲାଗି ସୀମାନ୍ତରେ ପହରା ଦେଉଛି ପୋଲିସ। ଋଣରେ ବୁଡ଼ୁଛି ଓଡ଼ିଶା, ମୁଣ୍ଡ ପିଛା 20,000 ଟଙ୍କାର ଋଣ। ରାଜ୍ୟରେ ବର୍ତ୍ତମାନ 96,000 କୋଟି ଟଙ୍କାର ଋଣ। ପୂର୍ବ ସରକାର ଅନେକ ଲୋକବିମୁଖୀ ଯୋଜନା ଚଳାଇ ବାହା ଲୁଟୁଥିଲେ। କାଳିଆ, ଆମ ଓଡ଼ିଶା, ନବୀନ ଓଡ଼ିଶା, ନୂଆ ଓ ଭଳି ଯୋଜନାର ହାତ ଖୋଲି ଟଙ୍କା ବାଣ୍ଟୁଥିଲେ। ଆଉ ବିରୋଧୀଙ୍କ ପ୍ରଶ୍ନ ଥିଲା, ଭୋଟ ହାତେଇବା ଉଦ୍ଦେଶ୍ୟରେ ନବୀନ ସରକାର ଚଳାଉଥିବା ଏସବୁ ଯୋଜନା ପାଇଁ ଟଙ୍କା କେଉଁଠୁ ଆସୁଛି? ମୋହନ ମାଝୀ ଏବେ ବିଜେପି ସରକାର ତାଙ୍କ ପ୍ରଥମ ବଜେଟ୍ ଉପସ୍ଥାପନା କରିବା ପରେ ଜଣାପଡ଼ିଛି ରାଜ୍ୟର ଋଣରେ ବୁଡ଼ାଇ ଦେଇଛି ବିଜେଡି ସରକାର। ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେଲେ କମଲା ହାରିସ୍। ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇ କମଲା କହିଛନ୍ତି ଯେ ତାଙ୍କ ପ୍ରାର୍ଥୀପତ୍ର ପାଇଁ ଫର୍ମରେ ଦସ୍ତଖତ କରିଛନ୍ତି ଏବଂ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିସେଲ ଓବାମା କମଲା ହାରିସ୍ଙ୍କୁ ରାଷ୍ଟ୍ରପତିଙ୍କ ପାଇଁ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଭାବରେ ସମର୍ଥନ କରିବା ପରେ ହିଁ ତାଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ରାସ୍ତା ସମ୍ପୂର୍ଣ୍ଣ ସଫା ହୋଇଯାଇଥିଲା।